महिमा अलेख शरण। गुरु ब्रह्म महिमा अलेख शरण। गुरु ब्रह्म महिमा अलेख शरण। मु श्री अपरती महारणा महिमा वास्तु सेवा यूट्यूब चैनल माध्यम आपण को स्वागत जनाई आरंभ करुछि। आजिर विषय वस्तु महिमा धर्मर सिद्ध साधुंकर पूर्व जन्म विवरण कहिबी। महिमा धर्म रे महिमा स्वामी प्रथम पंथी सिद्ध साधु 92 मूर्ति सृष्टि करथिले। तांकरी मध्यरु बहु साधुंकर पूर्व जन्मर विवरणी अछि। गुरुदेव शिष्य निरंजन को कहूथांती, निरंजन सबु श्रवण करुथांती। निरंजन हाथ जोड़ी कहले, बाबा आज्ञा आज 92 मूर्ति सिद्ध बाबांक विषय कहतु। गुरुदेव कहले, सुन निरंजन, धीर करी मथा कहिबा सिद्ध बाबांकर कथा। परम पूज्य अवधूत ब्रह्म अवधूत सन्यासी क्षेत्रवासी बाबा प्रबुद्ध पुराणर तृतीय खंडरे यह उल्लेख करिछन्ति। द्वापर युग कथा, महाभारत युद्ध परर घटना। बारुणावंत निकटरे ब्राह्मण कूलरे विकर्णिक कर नामरे जणे जन्म लाभ करथिले। जुगर धर्मर नियमरे पितामाता तांकर एकमात्र पुत्र को 7 वर्ष पालित हेबा परे गुरुकुलाश्रम रे रही शिक्षा प्राप्त करने को छाड़ीदेले। विकर्णिक कर को तांको पिता भौम्यक आश्रम रे छाड़ीदेले। से समय नियम थिला, गुरुकुलाश्रम रे 25 वर्ष बा 25 वर्ष ब्रह्मचर्य पालन कला परे गृह को आसंती संसार वृद्धि और वंश रक्षा निमित्त। भौम्यक ऋषि पाखरु आसी व्यासदेव ऋषि पाखरे शिष्यत्व ग्रहण करी वेद नियमानुजाई ब्रह्म मंत्र अनुजाई तारा ग्रहण कले। पत्नीकर नाम थिला सुशीला, अतीव सुंदरी और यौवन संपन्ना। ये विकर्णक गुरुंक ठारू ब्रह्मचर्य शिक्षा करिछंती। तेणु केवल ऋतुमतीर सप्तम दिन रे रति क्रीड़ा करती, अन्य दिन रति क्रीड़ा करती नहीं। सुशीला यौवनर ज्वाला सह्य करि न पारी स्वामी उपरे सर्वदा विरक्ति प्रकाश करती। किछि दिन परे पर पुरुष सहित प्रीति रसरे मातिले। विकर्णिक मासरे थरे मात्र प्रतिक्रीड़ा करती। एथिरे पत्नी सुशीला असंतोष प्रकाश करी मनरे विषाद थाए। विकर्णक किंतु ब्राह्मण बोली समस्त विद्या हासिल करथिले। तेणु बारुणावंतरे जणे श्रेष्ठ ब्राह्मण रूप में परिचित थिले। थरे देखिले सुशीला जणे वैश्य जाति युवक सहित प्रतिक्रीड़ा करुछि। तेणु ब्राह्मण अज्ञान होईगला। एक असी धरी से पुरुष को सेहिठारे ही हानिदेला। परे अनुताप कला, भाविला मु कि भूल कली। ब्राह्मण कूल रे जन्म होई
ଚଣ୍ଡାଳ କର୍ମ କଲି। ମୁଁ ବ୍ରାହ୍ମଣ ନୁହେଁ, ମୁଁ ବ୍ରହ୍ମଚଣ୍ଡାଳ ହୋଇଗଲି। ଏହା ଭାବି ଗୁରୁ ବ୍ୟାସଦେବଙ୍କ ନିକଟକୁ ଦୌଡ଼ିଲା। ବ୍ୟାସଦେବ ଜାଣିପାରି ବିକର୍ଣ୍ଣକ ପାଖରେ ପହଞ୍ଚିଗଲେ। ବିକର୍ଣ୍ଣକ ଗୁରୁ ବନ୍ଦନା କରି ଗୋଟି ଗୋଟି ସମସ୍ତ କଥା କହିବା ପରେ ଗୁରୁ ବ୍ୟାସଦେବ କହିଲେ, ତମେ ନରହତ୍ୟା ଦୋଷରେ ଦୋଷୀ ହେଲ। ସ୍ତ୍ରୀ ଯଦି ଦୋଚାରୁଣୀ ହେଲା ତାକୁ ତ୍ୟାଗ କରିପାର, ଏହା ନିୟମ ରହିଛି। କିନ୍ତୁ ତମେ ନରହତ୍ୟା କରି ମହାପାପ କଲ। ବିକର୍ଣ୍ଣକ ପାଦ ତଳେ ପଡ଼ିଯାଇ ବିକଳରେ କ୍ରନ୍ଦନ କଲା ଓ କହିଲା, ଗୁରୁଦେବ, ମୋତେ ଏ ବିପଦରୁ ଉଦ୍ଧାର କର। ଏ ପାପରୁ ମୁକ୍ତିର ବାଟ ବତାଇ ଦିଅ। ବ୍ୟାସଦେବ କହିଲେ, ଆରେ ବାବୁ, ତମେ ଯେଉଁ ପାପ କରିଛ ତାହାର ଫଳ ତମେ ନିଶ୍ଚୟ ଭୋଗିବ। ବିନା ଭୋଗାଭୋଗିରେ ଅନ୍ୟ ଗତି ନାହିଁ। ଏହି ପାପ ଅନେକ ଭାବରେ ଅଛି। ପରମେଶ୍ୱର ଏ ଧରାରେ 4 ପ୍ରକାର ଜୀବନ ସୃଷ୍ଟି କରିଛନ୍ତି, ଯଥା ଉଦ୍ଭିଦଜ, ଉଦ୍ଭିଜ, ଶ୍ଵେତଜ, ଅଣ୍ଡଜ ଓ ଜରାୟୁଜ। ଈଶ୍ୱର ସୃଷ୍ଟିରେ ମାନବ ଜରାୟୁଜ ମଧ୍ୟରେ ଶ୍ରେଷ୍ଠ। ଏହି ଚତୁର୍ବିଧ ଜୀବଙ୍କର ବଧରେ ଭିନ୍ନ ଭିନ୍ନ ପ୍ରକାର ପାପମାନ ହୋଇଥାଏ। ଉଦ୍ଭିଦ କଥା ଛାଡ଼, ତଥାପି ଜୀବନ୍ତ ବୃକ୍ଷ କାଟିଲେ ପାପ ହୁଏ। 1 କୋଟି ବୃକ୍ଷ କାଟିଲେ ଯେତିକି ପାପ ହୁଏ, ଗୋଟିଏ ଶ୍ଵେତଜ ବଦ୍ଧରେ ସେତିକି ପାପ ହୁଏ। 1 କୋଟି ଶ୍ଵେତଜ ବଦ୍ଧ କଲେ ଯେତିକି ପାପ ହୁଏ, ଗୋଟିଏ ଅଣ୍ଡଜ ବଦ୍ଧ କଲେ ସେତିକି ପାପ ହୁଏ। ଅଣ୍ଡଜ ଅର୍ଥ ଯେଉଁ ପଶୁ ଅଣ୍ଡାରୁ ଜନ୍ମ ହୁଏ ସେହି ପ୍ରାଣୀର ହତ୍ୟା ଦୋଷ ଲାଗେ। 1 କୋଟି ଅଣ୍ଡଜ ପ୍ରାଣୀ ହତ୍ୟା କଲେ ଯେତିକି ପାପ ହୁଏ, ଗୋଟିଏ ଜରାୟୁଜ ବଦ୍ଧରେ ପାପ ହୁଏ। ପୁଣି କେଉଁ ଜରାୟୁଜ? ନା ଛେଳି, ମେଣ୍ଢା ପ୍ରଭୃତି ଜରାୟୁଜ ପ୍ରାଣୀ। ଏମାନେ ମାତୃ ଗର୍ଭରେ ଚର୍ମ ବୁଣାରେ ରହି ଯୋନି ଦ୍ୱାର ଦେଇ ଜନ୍ମ ହୁଅନ୍ତି। ଏହା ମଧ୍ୟରେ ମହାଜରାୟୁଜ ଓ ସାମାନ୍ୟ ଜରାୟୁଜ 2 ଭାଗରେ ବିଭକ୍ତ। ଛେଳି, ମେଣ୍ଢା, ଶ୍ୱାନ ଏହିପରି ଯେତେ ଜୀବ ଅଛନ୍ତି ସେମାନେ ହେଲେ ସାମାନ୍ୟ ଜରାୟୁଜ। ଏହିମାନଙ୍କ ମଧ୍ୟରୁ 1 କୋଟି ବଦ୍ଧ କଲେ ଯେତିକି ପାପ ହୁଏ, ଗୋଟିଏ ମହାଜରାୟୁଜ ବଦ୍ଧ କଲେ ସେତିକି ପାପ ହୁଏ। ତାହା ମଧ୍ୟରେ ପୁଣି ଅଛି 2 ପ୍ରକାର। ମହାପଶୁ। ମହାପଶୁ କିଏ ହେଲେ? ଗଜ, ଅଶ୍ୱ। ଏହି ମହାପଶୁ 1 କୋଟି ମହାପଶୁ ବଦ୍ଧ କଲେ 1 ଗୋ ହତ୍ୟା ପାପ ହୁଏ। ମାନେ ଗୋଟିଏ ଗୋରୁ ମାରିଲେ ସେତିକି ପାପ ହେବ। 1 କୋଟି ଗୋ ବଦ୍ଧରେ ଯାହା ପାପ ହୁଏ, 1 ନର ହତ୍ୟାରେ ସେତିକି ପାପ ହୁଏ। 1 କୋଟି ନର ହତ୍ୟାରେ ଯେତେ ପାପ ହୁଏ, ଗୋଟିଏ ବ୍ରାହ୍ମଣ ହତ୍ୟା କଲେ ସେତିକି ପାପ ହୁଏ। ଗୋଟିଏ ବ୍ରାହ୍ମଣ ବଦ୍ଧରେ ଯେତିକି ପାପ ହୁଏ, ଗୋଟିଏ ସନ୍ନ୍ୟାସୀ ବଦ୍ଧ କଲେ ସେତିକି ପାପ ହୁଏ। ତମେ ଯେଉଁ ପାପ କରିଛ ତାହା 1 କୋଟି ଗୋ ହତ୍ୟା ପାପ ସହିତ ସମାନ। କିନ୍ତୁ ତମ ନାରୀ ଅସତୀ ଥିବାରୁ ପାପରୁ କିଛି ମୋଚନ ହେବ। ତମ ନାରୀ ଯଦି ପାପ କର୍ମ କଲା ତାକୁ ତମେ ବର୍ଜନ କରିବା କଥା। କିନ୍ତୁ ପୁରୁଷକୁ ମାରି ତମେ ତମର ନର୍କର ପଥକୁ ପରିଷ୍କାର କରିଦେଲ। ତମେ ନିଶ୍ଚୟ ନର୍କ ଭୋଗ କରିବ।
ଯେହେତୁ ତମେ ଜଣେ ସନ୍ନ୍ୟାସୀ, ନାରୀ ଅପକର୍ମ ଦେଖି ତୁମ୍ଭେ ପୁରୁଷକୁ ବଦ୍ଧ କରିଛ, ତମର କିଛି ମାତ୍ରା କମ ହେବ। ତଥାପି ତୁମ୍ଭେ ତୁମ୍ଭର କର୍ମଫଳ ନିଶ୍ଚୟ ଭୋଗିବ। କର୍ମ ଫଳକୁ କେହି ଅନ୍ୟଥା କରିପାରିବେ ନାହିଁ। ତୁମ୍ଭେ ଯାହାକୁ ହତ୍ୟା କଲ ସିଏ ନୀଚ କୂଳରେ ଜନ୍ମ ହେବ। ତୁମ୍ଭେ ବ୍ରାହ୍ମଣ ଅଂଶରେ ଜନ୍ମ ହୋଇ ସନ୍ନ୍ୟାସ ପନ୍ଥାରେ ରହିବ। ସନ୍ନ୍ୟାସ ପନ୍ଥାରେ ରହିଥିଲେ ମଧ୍ୟ ତୁମ୍ଭେ ନୀଚ କର୍ମ କରି ସେହିଠାରେ ହଣା ଖାଇବ। ତୁମ ନାରୀ ସେହି ନୀଚ କୂଳରେ ଜନ୍ମ ହେବ। ତା ସହିତ ତୁମର ପୀରତି ରହିବ। ଏହା ଦେଖି ତାର ସ୍ୱାମୀ କ୍ରୋଧରେ ତୁମକୁ 3 ଖଣ୍ଡ କରି ହାଣିଦେବ, ରାସ୍ତା କଡ଼ରେ ଫିଙ୍ଗିଦେବ। ସ୍ୱୟଂ ପ୍ରବୃଦ୍ଧ ଗୋସାଇଁ ମର୍ତ୍ତ୍ୟରେ ଖେଳାଲୀଳା କରୁଥିବେ। ସେ ତୁମକୁ ଜୀବଦାନ ଦେଇ ତୁମ୍ଭକୁ ମୁକ୍ତି ଦେବେ। ପାପରୁ ମୁକ୍ତି ପାଇ ତୁମ୍ଭେ ଦେହ ତ୍ୟାଗ କରିବ। ଏହାପରେ ପରଜନ୍ମରେ ତୁମ୍ଭେ ସିଦ୍ଧ ସାଧୁ ହୋଇବ। ଧର୍ମ ପ୍ରଚାର କରି ଜଗତ ଭଗତମାନଙ୍କର ମୁକ୍ତିର ବାଟ ଖୋଲିଦେବ। ନିରଞ୍ଜନ ପ୍ରଶ୍ନ କଲା, ବାବା ଆଜ୍ଞା, ତେବେ ସେ କେଉଁଠାରେ ଜନ୍ମ ଲାଭ କଲେ? କିପରି ତାଙ୍କୁ କିଏ ହାଣିଲେ ଓ ପୁଣି ସିଦ୍ଧ ସାଧୁ ହେଲେ? ତାଙ୍କର ନାମ କ'ଣ ଥିଲା? ମୋର ଏହା ଶୁଣିବାକୁ ବହୁତ ଆଗ୍ରହ ହେଉଛି। ବାବା କହିଲେ, ହେଉ, ରାତ୍ରି ହେଲାଣି, ଆମ୍ଭେ ବିଶ୍ରାମ କରିବା। ପ୍ରାତଃ ସମୟରେ ମୁଁ ତମକୁ ସବୁ କଥା କହିବି। ସେ କେଉଁ ନାମରେ ସିଦ୍ଧ ସାଧୁ ହେଲେ ଓ କିପରି ହଣା ଖାଇ ମୃତ୍ୟୁ ହୋଇଥିଲା, ଏହିପରି ବହୁ ସିଦ୍ଧ ସାଧୁମାନଙ୍କର ପୂର୍ବଜନ୍ମ ବିବରଣ ଅଛି। ଗୋଟି ଗୋଟି କରି ମୁଁ ସମସ୍ତ କହିବି। ଏବେ ଉଠ, ବିଶ୍ରାମ କରିବା। ଗୁରୁ ବ୍ରହ୍ମ ମହିମା ଅଲେଖ ଶରଣ। ଗୁରୁ ବ୍ରହ୍ମ ମହିମା ଅଲେଖ ଶରଣ। ଗୁରୁ ବ୍ରହ୍ମ ମହିମା ଅଲେଖ ଶରଣ ଶରଣ ଶରଣ।